ଆପଣ ପ୍ରଚାର ପ୍ରସାର କରୁଛନ୍ତି ସମୁଦ୍ରକୁ ଯିବା ପାଇଁ, ସମୁଦ୍ରକୁ ଯିବାକୁ ହବନି। ଠିକ୍ ସେହିପରି ଭାବରେ ଆପଣ ଆକଳନ କରିଥିବେ, ରାଜ୍ୟ ସରକାର ଆକଳନ କରିଥିବେ ଯେ ଗୋଟେ ପାର୍ଟିକୁଲାର ଆପଣଙ୍କର ବଜ୍ରପାତ ହେଉଛି ଏବଂ ବନ୍ୟା ବାତ୍ୟା ପୂର୍ବରୁ, ଘଡ଼ଘଡ଼ି ପୂର୍ବରୁ କୋଉଠି କେତେ ଥର ବଜ୍ରପାତ କିଛି ଅଞ୍ଚଳରେ ହେଉଛି। এটা পার্টিকুলার ଆପଣ କାଲକୁଲେସନ କରିଥିବେ ନିଶ୍ଚିତ ଭାବରେ ରାଜ୍ୟ ସରକାର ଯଦି କରିଛନ୍ତି କି ନାହିଁ ତାହେଲେ ଆଗୁଆ ସୂଚନା ଦେଇପାରିବେ ଯେ ଅମୁକ ଅମୁକ ଅଞ୍ଚଳରେ ଆପଣଙ୍କର ଫେଲ ହେଇପାରେ, କିନ୍ତୁ ଲୋକଙ୍କୁ ସଚେତନ କରିବା ଆବଶ୍ୟକତା ନାହିଁ। କିନ୍ତୁ ମୁଁ ଜାଣିବା ଭିତରେ ଆପଣ ଯୋଉ କଥା କର୍ପୋରେଟରରେ କଲେକ୍ଟର ମାନେ କି ତାକୁ ପ୍ରଚାର ପ୍ରସାର କରାଯାଉଛି ଏ କଥା ଆମ ନଜରକୁ ଆସିଲା। ଦ୍ୱିତୀୟ କଥା ହେଲା ଆପଣ କହିଲେ 60 କୋଟି ଟଙ୍କା ତାଳ ଗଛ ଲଗାଇବା ପାଇଁ ଦିଆଯାଇଛି। ଗୋଟେ ପ୍ରଶ୍ନ ହେଲା ମୋର ତାହେଲେ ରାଜ୍ୟ ସରକାର କୋଉ ଅଞ୍ଚଳରେ କେତେ ତାଳ ଗଛ ଲଗେଇଛନ୍ତି ଏବଂ ଯଦି ତାଳ ଗଛ ଲଗେଇଛନ୍ତି କୋଉ ଅଫିସର ତାକୁ ଅନୁଧ୍ୟାନ କରିଛି ତାଳ ଗଛ ଲାଗିଲା କି ନାହିଁ, ସେ ଟଙ୍କା କେମିତି ଖର୍ଚ୍ଚ ହେଇଛି, କଣ ହେଇଛି, କେତେ ତାଳ ଗଛ କୋଉଠୁ ଆଣିଛନ୍ତି, ଡିଟେଲ୍ସ ଡାଟା ଦେବେ କି? ଏବଂ ସାର୍ ଆପଣ କହିବାକୁ ଚାହେଁ ଯୋଉ 4 ଲକ୍ଷ ଟଙ୍କା ରହିଛି ଆମର ଅନୁଦାନ ରାଶି, ଯୋଉ 4 ଲକ୍ଷ ଟଙ୍କା ରହିଛି এটা রাজ্য সরকার না কেন্দ্র সরকার দৌঁଛନ୍ତି এবং সে 4 লক্ষ ଟଙ୍କା ସେ 4 ଲକ୍ଷ ଟଙ୍କା ବଦଳରେ ଯଦି ରାଜ୍ୟ ସରକାର ଦଉଛନ୍ତି ସେ 4 ଲକ୍ଷ ଟଙ୍କା ବଦଳରେ 10 ଲକ୍ଷ କରିବେ।